ଓଡ଼ିଶାର ସବୁ ମେନ୍ ସହର ଆଉ ଟାଉନ୍ ଉପରେ ବିଭିନ୍ନ ଜାଗାରେ ଭେଣ୍ଡିଂ ଜୋନ୍ସ ଗୁଡ଼ା ତିଆରି କରାହେଇଛି। ଆଉ ଏଇ ଭେଣ୍ଡିଂ ଜୋନ୍ ଗୁଡ଼ାର କାମ ହେଲା ଗୋଟେ ଜାଗାରେ ଡେଲି ହକର୍ସଠୁ ନେଇକିରି ୱିକଲି ବଜାରର ହାଟ ବ୍ୟବସାୟୀ ଗୁଡ଼ା ଆସିକିରି ତାଙ୍କ ଜିନିଷପତ୍ର ବିକିବେ। ଆଉ ଲୋକ ଗୁଡ଼ା ଟାଇମଲି ମ୍ୟାନରରେ ଅର୍ଗାନାଇଜ୍ ୱେରେ ବିଭିନ୍ନ ପ୍ରକାରର ଜିନିଷ ଆଉ ଲୋକାଲ ପ୍ରଡ୍ୟୁସ୍ ଗୁଡ଼ା କିଣିବେ। କିନ୍ତୁ ସିମିଲିଗୁଡ଼ା ସହରର କଥା ଟିକେ ନିଆରା। ଆମର ଭେଣ୍ଡିଂ ଜୋନ୍ ଅଛି ଆଉ ଗୋଟେ କୃଷି ବଜାର ବି ଅଛି। କିନ୍ତୁ କୃଷି ବଜାରଟା ତ କେବେ ଫୁଲ୍ଲି ଫଙ୍କସନାଲ ୱେରେ କାମ କରୁଛି ଆମେ ଦେଖିନୁ। କୃଷି ବଜାର ହେଉଛି ଜଗନ୍ନାଥ ମେଡ଼ିକାଲ ଷ୍ଟୋର ସାମ୍ନା, ଆଉ ଭେଣ୍ଡିଂ ଜୋନ୍ଟା ହେଲା HL ମ୍ୟୁଜିୟମ୍ ସାମ୍ନାର ମାର୍କେଟ ପ୍ଲେସ୍ଟା। କ୍ରୋଡ୍ସ ଆଣ୍ଡ କ୍ରୋଡ୍ସ ଅଫ୍ ରୁପିଜ୍ ଖର୍ଚ୍ଚ କରାହେଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଅସ୍ଥାୟୀ ବେପାରୀ ଗୁଡ଼ାମାନଙ୍କ ପାଇଁ ସେଡ୍ ତିଆରି ହେଇପାରନି କି ତାଙ୍କ ପାଇଁ ସୁଇଟେବୁଲ୍ ସିଟିଂ ଏରିଆ ବି ବ୍ୟବସ୍ଥା ହେଇପାରନି। ସିଟିଂ ଏରିଆ ଯେଉଁ ଜାଗାରେ କରାହେଇଛି ସେଇ ଜାଗାରେ କେତେଟା ବେପାରୀ ଅଲରେଡ଼ି ସେ ଜାଗା ଗୁଡ଼ିକୁ ମାଡ଼ି ପଡ଼ିକିରି ତାଙ୍କର ମୋନୋପଲି ବି କରୁଛନ୍ତି, ଯାହାର ନାଁ ମୁଁ କୌଣସି ପ୍ରକାର ଗଣମାଧ୍ୟମରେ କହିକିରି ଫାଇଟିଂ ଉଠିବାକୁ ଚାହୁଁନି। କିନ୍ତୁ ଏଇ ଜିନିଷଟା ଯେଉଁ ଚାଲିଛି ସବୁବେଳେ, ୟା ପାଇଁ ସଫର କରୁଛି କିଏ? ଲୋକମାନଙ୍କର। ତା ଉପରେ ଆମର ପୌର ପ୍ରଶାସନର ଟିକେ କମନ୍ ସେନ୍ସଟା ବେଶୀ କମ୍ ଅଛି। ମୁଁ କାହିଁକି କମନ୍ ସେନ୍ସଟା କମ୍ ଅଛି କହୁଛି, ତା ରିଜନ୍ ହେଉଛି ସିମିଲିଗୁଡ଼ା ର ଯେତିକି ପପୁଲେସନ୍ ଦେ କମ୍ପ୍ରାଇଜ୍ ଅଫ୍ ରିଟାୟାର୍ଡ ପର୍ସନ୍ସ ଫ୍ରମ୍ HLN, ନାଲକୋ ଆଉ କେତେଟା ରିଟାୟାର୍ଡ ପର୍ସନ୍ ସିମିଲିଗୁଡ଼ାରେ ରହୁଛନ୍ତି, ଯିଏ ଏଇ ପାଣିପାଗରେ ଏକଷ୍ଟମ୍ ହେଇଯାଇଛନ୍ତି। ତ ମୋଷ୍ଟଲି ସିମିଲିଗୁଡ଼ା କମ୍ପ୍ରାଇଜ୍ ଅଫ୍ ସିନିୟର ସିଟିଜେନ୍। ତ ସିନିୟର ସିଟିଜେନ୍ଟେ ପରିବା କିଣିବାକୁ ଯଦି ତାକୁ ଦରକାର ପଡ଼ିଲା ନନ୍ଦପୁର ରୋଡ଼ରେ ଯେଉଁ ସିନିୟର ସିଟିଜେନ୍ ଗୁଡ଼ା ରହୁଥିବେ, ସେ ପରିବା କିଣିବାକୁ ଯିବେ ସିମିଲିଗୁଡ଼ା ଭେଣ୍ଡିଂ ଜୋନ୍କୁ 3 କିଲୋମିଟର ଦୂରରେ 100 ଟଙ୍କାର ପେଟ୍ରୋଲ ଖର୍ଚ୍ଚ କରିକିରି, କି ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଭେଣ୍ଡିଂ ଜୋନ୍ସ ଗୁଡ଼ା ଆମେ କରିକିରି ହକର୍ସ ମାନେ ଯିଏ ବିକିବାକୁ ଆସୁଛନ୍ତି କି ଡେଲି ବିକାଳି ଗୁଡ଼ା ଯିଏ ବିକିବାକୁ ଆସୁଛନ୍ତି, ସେମାନଙ୍କୁ ଏଇ ପର୍ଟିକୁଲାର ଜୋନ୍ସରେ ତମମାନେ ରୁହ ଆଉ ରହିକିରି ତମେ ତମର ଗୁଡ୍ସ ଆଣ୍ଡ ଆଇଟମ୍ସ ଗୁଡ଼ା ବିକ, ସେଇଟା କୁହନ୍ତା। ଆଣ୍ଡ ମୋର୍ ଇମ୍ପୋର୍ଟାଣ୍ଟଲି ସେଟା ବି ଆପଣମାନେ କରିପାରୁନାହାନ୍ତି କାହିଁକି? ବିଭିନ୍ନ ସ୍ଥାନରେ ଅନେକ ଲୋକ ଗଭର୍ଣ୍ଣମେଣ୍ଟ ଜାଗା ଇଲିଗାଲି ମାଡ଼ି ପଡ଼ିଛନ୍ତି। ଏନକ୍ରୋଚମେଣ୍ଟ ହଟିବା ନୋଟିଫିକେସନ୍ ଆସିଲା ପରେ ମଧ୍ୟ ପ୍ରଶାସନିକ ସ୍ତରରେ ଏମାନଙ୍କୁ ଇଲିଗାଲ ଏନକ୍ରୋଚମେଣ୍ଟ ଯିଏ କରିଛନ୍ତି ତାଙ୍କୁ ଆପଣମାନେ ହଟେଇ ପାରୁନାହାନ୍ତି କି ପାରିବେନି, ଯେଉଁଥିପାଇଁ ଏଇ ପ୍ରୋବ୍ଲେମଟା ଲାଗି ରହିଥିବ ଆଉ ଆମମାନେ ସଫର କରୁଥିବା। ଆଉ ୱିକଲି ସଣ୍ଡେ ମାର୍କେଟ ଦିନ NH ଉପରେ ଜବରଦସ୍ତି ଯେଉଁ ଭେଣ୍ଡିଂ ପର୍ସନାଲ୍ସ ଗୁଡ଼ା ଆସିକିରି ଆଉ ହକର୍ସ ଗୁଡ଼ା ଆସିକିରି ଜିନିଷ ବିକୁଛନ୍ତି, ସେମାନେ ତାଙ୍କର ଆଇଟମ୍ସ ଗୁଡ଼ା ବିକୁଥିବେ ଆଉ କମନ୍ ମ୍ୟାନ୍ ସଫର କରୁଥିବ, ଯେଉଁଟା ଦେହ ସହିଗଲାଣି ଆଣ୍ଡ ସଫର କରିବା ଆମମାନଙ୍କର ନୀତି କାର୍ଯ୍ୟ ହେଇଗଲାଣି। ସେଥିପାଇଁ ଦୟାକରିକି ଭିଡ଼ିଓକୁ ସେୟାର କରନ୍ତୁ ଯଦି କିଛି ଚାହୁଁଛନ୍ତି ଚେଞ୍ଜ ହଉ। ଫେସବୁକ୍ରେ ଯଦି ଦେଖୁଛନ୍ତି ଫେସବୁକ୍ ପେଜ୍କୁ ଫଲୋ କରନ୍ତୁ
यूट्यूब चैनल आकर्षण रोड्स रे जदि देखुचंती आकर्षण रोड्स को सब्सक्राइब करी बेल आइकन को दबांतु आउ सचेतन रहंतु।